प्रिया प्रिया तुम ये बसीच तुमको चारिड़े खोज अरे बाबा रागिच ना कौन कौन है कौन सी असुविधा है किसी भी सुविधा है ताहले एमती बसीच माने माने अति सुंदर कौन अरे कहले तो बुझेबी ना कहबी नहीं कहबी तो ताले सुन मु जने पुलिस ऑफिसर अछि पाठ पढ़िबा सिमस जेते बेले कॉलेज को जाउ बस स्टैंड रे तुमको देखे लोक माने प्रति थिबा तमर भल पाइबा साहसिकता उदारता स्नेह ममता एसबु देखि मु तुमको भल पाइबो सतरे दिने छोटी एक्सीडेंट रे तमे मो जीवन बचाई मोर दिन को दिन बढ़िया तुमको बाहवा मुझे तो आम घर जेद कली मो डाडी राजी न हो तम हाथ धर मैं को चली आस मो मन एकदम दुख ना एठिक आसिकी बेसर बाटे चाउल फुटे साग खड़े एसबू कर पूरा हंत हो गलानी यही कथा अरे बाबा शुण आस्ते आस्ते सबू सुविधा हो तुम जमा व्यस्त हेले प्रिया मत गोटे कथा कहल कौन आमर कुना हेबो ना कुन्नी हेबो आमर आमर कुन्नी हबो नहीं 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 आमर कुना हेबो कहले ना आमर कुन्नी हबो अरे बाबा मु कहूची कुना मु कहूची आमर कुन्नी अच्छा हो तमरी कथा कुना हेबो हेले प्रिया कौन टिके दऊ देवी हाँ कौन ओहो तमे बुझी पारु न बाबा कहले सिना बुझीबी दे
Pauria, Ma Pizari, nothing to deal with. Our commitment Prapaka. Our God Dinasala Korini, Seshi Sekira Bahare, Andra Kotur.
ଏ ସାମ୍ବାଦିକା ଅନେକ ଥର ତତେ ମୁଁ ମନା କରିଛି ମୋ ବିରୁଦ୍ଧରେ ଲେଖିବୁନି କ'ଣ ପାଇଁ ଲେଖିଲୁ? ହଁ ମୁଁ ହଉଛି ସାମ୍ବାଦିକ ଲଭଲି ମହାନ୍ତି। ଯେହେତୁ ମୁଁ ସାମ୍ବାଦିକ ଅଛି ଲେଖିବା ହଉଛି ମୋର ଡ୍ୟୁଟି। ତେଣୁ ମୁଁ ଲେଖିଲି କଣଟା ଭୁଲ କରିଦେଲି। ऊंची आवाज मुझे पसंद नहीं। मैं किसी का भाई नहीं हूँ, किसी का बादशाह भी नहीं। जो मुझसे दोस्ती करेगा मुझके लिए नायक, जो मुझसे लड़ेगा मैं उसके लिए खलनायक। नायक नहीं, खलनायक का पसंद लगेनि। मो कहवा कथा संवादिका काम करुचु बास नोबेल पाइब जमा नहीं। अरे मोर सामने गोटे प्रश्न, मुझे कौन खबर कागज छापुछु परवर्ती उत्तर घटना कौन जाऊँगी छविलानी हत्याकांड है खबर रखीचु ता पुओ ता परिवार केमिति थिले सता कथा मते बता। छाड़ीबी ମାନୁଛି ମୁଁ ତମ ନାଁରେ ଲେଖିକି ବହୁତ ବଡ଼ ଭୁଲ କରିଯାଇଛି। ମୁଁ ତମକୁ ହାତ ଯୋଡୁଛି, ତମେ ମୋତେ ଛାଡ଼ିଦିଅ। ମୁଁ ମୋ ବାଟରେ ଚାଲିଯିବି। ମୁଁ ମନା କରୁନି। ମୋ ପାଇଁ ଲେଖିଲୁ, ତା ପାଇଁ ଲେଖିବୁ, ତା ପାଇଁ ଲେଖିବୁ, ଆଉ ତା ପାଇଁ ଲେଖିଲା ବେଳେ ତୁ କୁଆଡ଼େ ଯାଉଛୁ? ମୋତେ ଛାଡ଼ି ଦିଅନ୍ତୁ। ମାରିବିନି। No rap, no murder. Okay. ଏମିତି ଦେବି, ଏମିତି ଶାସ୍ତି ଦେବି ଜୀବନ ସାରା ମନେ ରଖିବୁ। ବାସ୍ wait. ମୋତେ ତମେ ଛାଡ଼ି ଦିଅ। ଏମିତି ତତେ ମୁଁ ଛଟପଟ କଳବଳ କରିବି ଜୀବନ ସାରା ମନେ ରଖିବୁ। चौधरी बापोरिया माँ बिहारी मोर 2 नंबरी पक्का कोई दिमाग काम करेनी सेठी बाहर एकेरो अनुराग कपूर खुशी हैप्पी बर्थडे। कम सरिला बाकी रहिला केक काटिबा। प्रिया प्रिया अरे प्रिया कोड़े गले अरे सुनुच प्रिया अरे प्रिया कौन है कहीं के इतने पार्टी करते सुने बेलन आनीच तो आनिछ बांधी भी देछि। अच्छा दुआर आगे बांधीच तो माँ এই কথাটা তো ভুলে যাইছি। জানিছি পুরা তম দ্বারা কিছু বি হবনি। সেମିତି କହିବାନି କହି ଦଉଛି।
ମୋ ଦ୍ୱାରା ଯଦି କିଛି ହବନି ଆମର ଛୁଆ ଜନ୍ମ ହେଲା କେମିତି ତମେ ମା ହେଲ କେମିତି ହେ, ଅଭଦ୍ର କୋଠିକା ନାଇଁ ନାଇଁ ତମେ ଭାବୁଛ ମୁଁ ବୋକାଟା ମାନେ କାହିଁକି ସବୁଦିନ କୁହ ଶୋଇଲା ପୂର୍ବରୁ ଏ କବାଟଟା ଟିକେ ଭଲ କରି ଦେଇଦବ ଆଉ ତାପରେ କୁହ ଦେଖିଲ ମୋ ପିଠିରେ କେତେ ଘିମିରି ହେଇଛି ଏ ମତେ ଟିକେ କୁଣ୍ଡେଇ ଦେଲ ଆଉ ତାପରେ କୁହ ଶୁଣୁଛ ମୋ ଆଡ଼ିକି ଟିକେ ମୁହଁ କରି ଶୋଇଲ ଆଉ କିଛି ସମୟ ପରେ ତମ ନାକରୁ କାହିଁକି ଗରମ ନିଶ୍ୱାସ ବାହାରେ ଆରେ ଏସବୁ ଗୋଟିଏ ଅଭଦ୍ର ହିଁ ବୁଝିପାରିବ ହେ ଭଗବାନ ତମର ତ ବହୁତ ଜ୍ଞାନ ଦେଖୁଛି ଆରେ ସତ୍ୟ ପ୍ରଧାନ ବସ୍ ଷ୍ଟାଣ୍ଡରେ କୁଲି କାମ କରେ ସତ ହେଲେ ଏତେଟା ବୋକା ନୁହେଁ ବ ଆଚ୍ଛା ପ୍ରିୟା ଦେଖିଲ ମୁଁ ଯୋଉ କେକ୍ଟା ଆଣିଛି ଆମ ଝିଅ ମନକୁ ମାନିବ ନା ଦେଖ ଆରେ ଚକୋଲେଟ କେକ୍ ଆରେ ବାବା ତମେ ଯେତେବେଳେ ଆଣିଛ ପୁଣି ଭଲ ହେଇନଥିବ ଦେଖ। ଇଏ ମୁଁ ସଜାଡ଼ି ଦଉଛି ତମେ ସଜାଡ଼ି ଦବ ହଉ ନୂଆ ଏଇଠି ଶୁଣୁଛ ହଁ ଆମ ଝିଅ ଖୁସି କହିଛି ସନ୍ଧ୍ୟା 7ଟାରେ କେକ୍ କଟା ହବ ସାତଟା ଗୋଟେ ମିନିଟ୍ ଯେମିତି ନାଇଁ, ନାଇଁ। ଏପଟ ସେପଟ ନ ହୁଏ ଜମା ନାଇଁ ଆଉ ଯଦି ଗୋଟେ ମିନିଟ୍ ଏପଟ ସେପଟ ହେଇଯାଏ କି ଆମ ଖୁସିର ଚଣ୍ଡୀ ରୂପ ବାହାରି ଯାଏ ନା ସୁମି? ତାହେଲେ ତାକୁ ସମ୍ଭାଳିବା ପୁରା ଅସମ୍ଭବ ହେଇଯିବ ଆଚ୍ଛା ସତ୍ୟ ଭାଇ ଆପା ଦିନ ହେଲେ ମୁଁ ଘରେ ନଥିଲି ଯଦି ମୁଁ ଆଜି ଆସିନଥାନ୍ତି ତାହେଲେ ତମେ ମାନେ ତ ମତେ ଖୁସି ଜନ୍ମଦିନ କଥା ଜମା ରହିନଥାନ୍ତ ନାଇଁ ଶୁଣି ମାନେ ମୁଁ ଜାଣିଛି ଆଜି ଆମ ଖୁସିର ଜନ୍ମଦିନ ଆଜି କେକ୍ କଟା ହବ ବହୁତ ମଜା ହବ ଏ ଅପା ଟାଇମ୍ କଣ ହେଇଗଲାଣି ଖୁସି କୁଆଡ଼େ ଗଲା କି ହଁ ମୋ ଝିଅ ଘର ଭିତରେ ଅଛି ଖୁସି ଖୁସି ଆରେ ଜଲ୍ଦି ବାହାରକୁ ଆ ଦେଖ ମୁଁ ତୋ ପାଇଁ କଣ ଆଣିଛି ତୋ ପାଇଁ ମୁଁ ଡେରି ମିଲ୍କ ଚକୋଲେଟ୍ ଆଣିଛି ଆରେ ଜଲ୍ଦି ଆ ଶୁଣ ତମେ କେକ୍ ସଜାଡ଼ି ଦିଅ ମୁଁ ଝିଅକୁ ଘର ଭିତରୁ ନେଇ ଆସୁଛି ହଁ ତମେ ଯାଅ ଝିଅକୁ ଆମର 3 ବର୍ଷ ଗଡ଼ି 3ଟା କ୍ୟାଣ୍ଡେଲ ଲଗେଇବ 3ଟା କ୍ୟାଣ୍ଡେଲ ଲଗେଇବି ସତ୍ୟ ଭାଇ ଗଲା ବର୍ଷ ଜନ୍ମଦିନରେ ବେଲୁନ ଫୁଟେଇ ଦେଇଥିଲେ ବୋଲି ଖୁସି ଆମର କେମିତି ଜୋରସୋରେ କାନ୍ଦିଥିଲା କହିଲ ଏଥର କିନ୍ତୁ ବେଲୁନ ଫୁଟିଲେ ସେ ଜମା କାନ୍ଦିବନି ଦେଖିବ ମୁଁ କିନ୍ତୁ ତାକୁ ଏଥରକ ଜମା ଛାଡ଼ିବିନି ଗଲା ଥରକ ସେ ମତେ କେକ୍ ଖୁଆଇ ମୋ ମୁହଁଯାକ କେକ୍ ବୋଳି ଦେଇଥିଲା ଏଥର ମୁଁ ତାକୁ କେକ୍ ଖୁଆଇବି ଆଉ ତା ମୁହଁଯାକ କେକ୍ ବୋଳି ଦେବି ତାପରେ ଜମା କେକ୍ ବୋଳିବନି ତାପରେ ଦେହ ଭଲ ନାହିଁ ରାତି ଅଧରେ ଧୁଆଧୁଇ ହେଲେ ତା ଦେହଟା ବେଶୀ ଖରାପ ହବନି ଠିକ୍ କଥା। ନାଇଁ ତା ମୁହଁରେ ଜମା କେକ୍ ବୋଳିବନି ନାଇଁ ବୋଳିବିନି ଆରେ ଭାଇ ଅପା ଏତେ ଲେଟ୍ କାଇଁ କରୁଛି କୁଆଡେ ଗଲା ଯେ ଆରେ କୁଆଡେ ଗଲ 7ଟା ବାଜିବାକୁ ପରେ ଆଉ 5 ମିନିଟ୍ ବାକି ଅଛି ଅପା ଅପା ଆରେ ଖୁସିକୁ ନେଇ ଟିକେ ଜଲ୍ଦି ଆସ ଅପା ଖୁସି ତାହେଲେ ହସ୍ପିଟାଲରୁ ଫେରିଲେ ମୋ ଝିଅଟା ମେଡିକାଲ ଆଇସିୟୁ ଭିତରେ ମୋ ସହିତ ସଂଗ୍ରାମ କରୁଛି ଛୁଆଟା ଯାହା ପାଇଁ ଡାକ୍ତରଙ୍କର ମେସିନ୍ ଗୁଡାକ ନିଶ୍ୱାସ ନଉଛନ୍ତି ଆଉ ଛାଡୁଛନ୍ତି ଆଜି ସକାଳେ ତା ବାପାକୁ ହାତଟାରେ ପାଖକୁ ଡାକି କହିଲା ତମେ କଣ ମତେ ଆଜି ହାପି ବାର୍ଥଡେ ଜଣେଇବନି ଆଜି ପରା ମୋ ଜନ୍ମଦିନ ଆହୁରି ବି କହିଲା ମୋ ଜନ୍ମଦିନ ତମେମାନେ କେବେ ବି ବନ୍ଦ କରିବ ସବୁଥର ମରି ଏଥର ମଧ୍ୟ ସନ୍ଧ୍ୟା 7ଟାରେ କେକ୍ ବେଲୁନ ଫୁଟେଇବ କେକ୍ ପାଖରେ ମୋ ଫଟୋଟାକୁ ରଖି ମୋବାଇଲରେ ଫଟୋ ଉଠେଇ ମୋତେ ଆଣି ଦେଖେଇବ ବାପା
ଭଲ ହେଇଯାଇଥିବ ଘରକୁ ଫେରି ଆସିଥିବ ଜାଣିନଥିଲି। ପ୍ରିୟା ଆରେ 7ଟା ପରେ ବାଜିଲାଣି ଆମ ଝିଅ କେକ୍ କାଟିବ। ଆରେ ତମେ ମାନେ ସବୁ ହାପି ବାର୍ଥଡେ କୁହ। ସୁମି ଆରେ ତୁ ବେଲୁନ ଫୁଟା ବେଲୁନ ଫୁଟା। Happy birthday to you. Happy birthday to you. Happy birthday dear Khushi. তুমি জমা মনে দুঃখ করনি। ঠাকুর কেবে ବି ଏତେ ନିଷ୍ଠୁର ନୁହନ୍ତି। ତାଙ୍କ ଖାତାର ଗୋଟେ ପଟରେ ଯଦି ଦୁଃଖ ଲେଖା ଥାଏ ତାହେଲେ ଆର ପଟରେ ପରା ସୁଖର ସଙ୍ଗୀତ। ସବୁ ସେଇ ଭଗବାନଙ୍କର ଇଚ୍ଛା। ଫଗୁଣ ମାସରେ ଥୁଣ୍ଟା ଗଛରେ ପତ୍ର ଦିଏ, ବୈଶାଖର ଝାଞ୍ଜିରେ ସେ ପତ୍ର ସବୁ ଛାଡ଼ି ତଳେ ପଡ଼ିଥାଏ। ଆମେ ଯେତେବେଳେ ଅସୁବିଧାରେ ଥିଲୁ ଏଇ ଖୁସିଟା ମୋର ଜନ୍ମ ହେଇଥାଏ। ଆଉ ସେ ଜନ୍ମ ହେଲା ପରେ ମୋ ସ୍ତ୍ରୀଟା ଭୁଲିଗଲା ଗୋଟେ ରାଜ ଉଆସ ଛାଡ଼ି ଗୋଟେ କୁଲି ମଜୁରିଆର ହାତ ଧରିଛି ବୋଲି। ସାରା ଦିନ ବସ୍ ଷ୍ଟାଣ୍ଡରେ କାମ କରି କରି ମୁଁ ଯେତେବେଳେ ଥକି ଯାଇଥାଏ, ସନ୍ଧ୍ୟା ବେଳକୁ ଘରକୁ ଫେରିଲେ ଏଇ ଖୁସିଟା ମୋର ଚାଦରଟେ ପାରି ମୋ ପିଠି ଉପରେ ଯେତେବେଳେ ଡିଆ ମାରିଦିଏ, ମୋ ଦରଜଗୁଡ଼ା ସତେ ସେମିତି ପଡେ ଚାଲିଯାଏ। ଏଇ ଖୁସି ଯେତେବେଳେ ମତେ ବାପା ବୋଲି ଡାକିଦିଏ, ସତେ ଯେମିତି ଲାଗେ ଭଗବାନ ସବୁ ଖୁସି ମୋହରି ପାଦ ତଳେ ଦେଇଛନ୍ତି। ଆଜି ସେହି ଝିଅର ଜନ୍ମଦିନରେ କେତେ ଯେ ଖୁସିର ଲହରୀ ଭାଙ୍ଗୁଥାନ୍ତି। ହେଲେ ମୋ ଝିଅଟା ଆଜି ମେଡିକାଲ ଆଇସି ଭିତରେ ସହିତ ସଂଗ୍ରାମ ଭାରି ଡର ଲାଗୁଛି ଲୋ ଭଉଣୀ। ସତରେ କଣ ମୋ ଝିଅ ଭଲ ହେଇ ମୋ ଘରକୁ ଫେରିବନି? ଏଇ ସତରେ କଣ ସେ ମତେ ମାମା ବୋଲି ଡାକେଇବନି? ଜାଣିଛ ଆଜି ଆସିଲା ବେଳେ ମତେ କହିଲା, ବାବା ମୋ ମାମାଟା ନା ଜମା ଭଲ ନୁହଁ, ମୋ ବାବାଟା ଭାରି ଭଲ। ବାବା ମୋ ମାମାଟା ନା ଭାରି କଞ୍ଜୁସ୍, ତମକୁ ଗୋଟେ ଛୋଟ କେକ୍ ଆଣିବାକୁ କହିବ। ହେଲେ ତମେ ମୋ ପାଇଁ ଗୋଟେ ବଡ କେକ୍ ଆଣିବ ନା? ଏମିତି କାହିଁକି ହେଲା? ଯଦି କଷ୍ଟ ଦବାର ଥିଲା ଏ ଭଗବାନ ଆମକୁ ଦେଲେନି କାହିଁକି? କାହିଁକି ମୋ ଝିଅଟାକୁ ଦେଲେ? ଭଗବାନ ବି ବଡ ବିଚିତ୍ର। ଆରେ ସ୍ୱପ୍ନ ସିନା ରଙ୍ଗୀନ ଦେଖାଏ, ହେଲେ ସପନ ଦେଖୁଥିବା ଆଖିର ରଙ୍ଗ ଧଳା ଆଉ କଳା। ସପନ କେବେ ସତ ହୁଏନି, ସେଇଥିପାଇଁ ତ ସପନ ଆଉ ଆଖି ଭିତରେ ନିତି ଝଗଡା ଚାଲେ। ଆଉ ଯୋଉ ସପନଟା ସତ ହୁଏ ସେଇଟା ଗଣତି ଭିତରେ ନଥାଏ। ନାଇଁ ସତ୍ୟ ଭାଇ, তুমি জমা মন কষ্ট করনি। মনକୁ দৃঢ় কলে মଣିষ জিতে। তুমি দেখিব ଆମ ଖୁସି ଭଲ ହିଁ ନିଶ୍ଚୟ ଫେରି
ଜାଣିନ ଭଉଣୀ, ଆମ ଭଳି ଗରିବ ଲୋକମାନେ ବାଟ ଚାଲିଲା ବେଳେ ପାହାଡ଼ ଝୁଣ୍ଟନ୍ତି, ମାଟିକୁ ପଥର ନୁହେଁ। ତମେ ତ ଆମ ଅଭାବୀ କଥା ଜାଣିଛ। 5 ଲକ୍ଷ ଟଙ୍କା କିଏ ଆଉ ଆମେ କିଏ? ଡାକ୍ତର ବାବୁ କହିଛନ୍ତି 5 ଲକ୍ଷ ଟଙ୍କା ନହେଲେ ମୋ ଖୁସିର ଅପରେସନ ହେଇପାରିବନି, ସିଏ ବି 8 ଦିନ ଭିତରେ। ତମେ ଜମା ବୁଝିଲନି ଭାଇ, ମୁଁ ତମକୁ କଥା ଦଉଛି ମୋ ଖୁସିର ଅପରେସନ ପାଇଁ ମୁଁ ଯେମିତି ହେଲେ ବି ତମକୁ 3 ଲକ୍ଷ ଟଙ୍କା ଦେବି। ଶୁଣି এই ଟଙ୍କା ଯୋଗାଡ଼ କରିବାକୁ ଆମେ ଅସମର୍ଥ। ୟା ଭିତରେ ତମ ଭାଇ ଯାହାଠାରୁ ଯେତିକି ଟଙ୍କା ଆଣିବାର କଥା ଆଣି ସାରିଲେଣି। ଆଉ କିଏ ବାକି ନାହିଁ ଯେ ଆମକୁ ଟଙ୍କା ଦେବା ପାଇଁ। ଆରେ ତମେ ଜମା ବ୍ୟସ୍ତ ହୁଅନି, ମୁଁ ପରା ଅଛି। ଆରେ ମୋ ଖୁସିର ଅପରେସନ ମୁଁ ନିଶ୍ଚୟ କରିବି। ଦରକାର ପଡ଼ିଲେ ମୁଁ ନିଜକୁ ବନ୍ଧା ପକାଇଦେବି, ତା ନହେଲେ ବିକ୍ରି କରିଦେବି, ହେଲେ ମୋ ଖୁସିର ବି ଅପରେସନ କରିବି, ନିଶ୍ଚିତ କରିବି। ହେଲେ ଭଉଣୀ, ଶେଷ ସମୟରେ ତମେ ଆମକୁ ମନା କରିଦେବେନି। ନାଇଁ ଭାଇ, ମୁଁ କାହାକୁ ମନେ କରିବି? ଏ ଟଙ୍କା ପରା ମୁଁ ତମକୁ ଦଉଛି, ଏ ଟଙ୍କା ପରା ମୁଁ ମୋ ଖୁସିକୁ ଦଉଛି। ତୁମେ ଯାଅ ଭାଇ, ଆଉ ଜମା ଡେରି କରନି। ଯେମିତି ଯୋଉଠୁ ହେଲେ ବି ତମେ ବାକି ଟଙ୍କା ଯୋଗାଡ଼ କର। ଯାଅ ଭାଇ ଯାଅ। ହଁ ହଁ, ମୁଁ ଯିବି, ଏବେ ଯିବି, ହେଲେ ଖାଲି ହାତରେ ଯିବିନି। ହାତରେ ଗୋଟେ ଝୁଲା ନେଇଯିବି। ମୋର ଚିହ୍ନା ଜଣା ଶୁଣା ସାଙ୍ଗସାଥି ସମସ୍ତଙ୍କୁ ଯାଇ କହିବି, ବାବୁ 3 ବର୍ଷର ଝିଅଟା ମୋର ମେଡିକାଲ ଆଇସି ଭିତରେ ମରଣ ସହିତ ସଂଗ୍ରାମ କରିଛି। ମୋ ଝିଅକୁ ବଞ୍ଚାଇବା ପାଇଁ ମତେ କିଛି ଟଙ୍କା ଦିଅନ୍ତୁ ବାବୁ, କିଛି ଟଙ୍କା ଦିଅନ୍ତୁ। ମୁଁ ସତ କହୁଛି, ଆପଣମାନଙ୍କ ଘରେ କାମ କରି ମୁଁ ସବୁ ଟଙ୍କା ସୁଝିଦେବି, ନହେଲେ ଆପଣମାନଙ୍କ ଘର ଆଗରେ ଦରବାନ ହୋଇ ଠିଆ ହେବି। ଆଉ ସେତକ ଯଦି ନ ହୁଏ, ଆର ଜନ୍ମରେ କୁକୁର ହୋଇ ଆପଣଙ୍କ ଘର ଆଗରେ ଠିଆ ହେବି। ଝିଅଟାକୁ ବଞ୍ଚାଇ ଦିଅନ୍ତୁ ବାବୁ, ମତେ କିଛି ଟଙ୍କା ଦିଅନ୍ତୁ ବାବୁ, ମତେ ମୁଠେ ଭିକ ଦିଅ ବାବୁ, ମତେ ମୁଠେ ଭିକ ଦିଅ ବାବୁ, ମତେ ମୁଠେ ଭିକ ଦିଅ।
ସାବାସ୍ ଜଗନ ୱେଲ୍ ଡନ୍। ଆରେ ଆମର ଏ ପ୍ଲାନ୍ଟା ଏମିତି ସକ୍ସେସ୍ ହେଇଯିବ ମୁଁ ଆଦୌ ଭାବିନଥିଲି। ଆମର ଏ ପ୍ଲାନ୍ ପାଇଁ ଆମକୁ ଆହୁରି 5 ଲକ୍ଷ ଟଙ୍କା ମିଳିବ। ଜଗନ ତମେ ବସ୍ ଷ୍ଟାଣ୍ଡରେ ଯେଉଁ ବମ୍ ବ୍ଲାଷ୍ଟଟା କଲ ନା ସେଥିରେ ପ୍ରାୟ 500ରୁ ଅଧିକ ଲୋକ ମରିଛନ୍ତି। আরে ভাই ছাড়ো সে কথা, আগে মো পাওনাটা দিও। ଏ ଜଗନ ଆରେ ବ୍ୟସ୍ତ ନିଅ ଏଇ ନିଅ ଏ ବ୍ୟାଗ୍ଟା ନିଅ। ଏଥିରେ ପ୍ରାୟ 5 ଲକ୍ଷ ଟଙ୍କା ଅଛି। আরে গণিয়া পাই মো পাখে সময় নাই। যেতে শীঘ্র পারছো এই জায়গা ছেড়ে চালি যা, কারণ বেশি সময় রহিলে আমার পাই বিপদ। আরে କିଛି ବିପଦ ନାହିଁ, କାହିଁ ବ୍ୟସ୍ତ ହଉଛ? ଶୁଣ ଜଗନ ଏ ଜନଗହଳିପୂର୍ଣ୍ଣ ବସ୍ଷ୍ଟାଣ୍ଡ ଭିତରେ ଆମକୁ କେହି ଚିହ୍ନି ପାରିବେନି କି ଚିହ୍ନି ନଥିବେ। ତା ଛଡ଼ା ଏଠି ଆମେ ଅଛୁ ତାର କିଛି ପ୍ରମାଣ ବି ନାହିଁ। প্রমাণ অছি ভাই, প্রমাণ অছি। বস স্ট্যান্ডে পৌঁছলা পরে মো স্ত্রী সহিত কথা হয়েছিলি, সেতবেলে মো মুহরে মাস্ক নথিলা, ତାପରେ মো হাতের এই ব্যাগটা ଥିଲା যোଉଥିରେ কি বোমা ଥିଲା। ତାପରେ କ'ଣ ହେଲା? তারপরে এই ব্যাগটা বস স্ট্যান্ডে খুলে দেই। কিছু দূরে দেখি তো এই বস স্ট্যান্ড পাখে দোকানে এক সিসিটিভি ক্যামেরা লাগিছি। ମୁଁ ପୁରା ସିଓର এই সিসিটিভি ক্যামেরাରେ ମୋର ସବୁ ରେକର୍ଡ ହେଇସାରିଛି କାର୍ଯ୍ୟ। ଓ ମାଇ ଗଡ୍, ଏମିତିକାରେ ମୋର ଚେହେରା ବି ରେକର୍ଡ ହେଇସାରିଛି। ଚାଲ ଭାଇ। ଆରେ ତମକୁ କିଏ ଦେଖିଲେ କ'ଣ? ତମକୁ କିଏ ଫଲୋ କରୁଥିଲେ? ଆଉ ସେଠି କ'ଣ ପୋଲିସ ଥିଲେ? আরে নাই ভাই নাই, যেতে শীঘ্র পারছো ওই জায়গা ছেড়ে চালি যা, বেশি সময় রহিলে আমার পাই বিপদ। ও শাট ওয়েট জাস্ট আ মিনিট। হ্যালো ভাই হ্যালো ভাই ভাই পিক আপ দ্য ফোন ভাই। হ্যালো হ্যালো ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଭାଇ ହଁ ଆମର ସବୁ ଗଡ଼ବଡ଼ ହେଇଯାଇଛି ଭାଇ। ସବୁ ଗଡ଼ବଡ଼ ହେଇଯାଇଛି କ'ଣ ଗଡ଼ବଡ଼ ହେଇଯାଇଛି? ଭାଇ। ବସ୍ ଷ୍ଟାଣ୍ଡ ଭିତରେ ଗୋଟେ ସିସିଟିଭି କ୍ୟାମେରା ଭିତରେ ଆମର ସବୁ କାର୍ଯ୍ୟକଳାପ ରେକର୍ଡିଂ ହେଇସାରିଛି ଭାଇ। ୟେସ୍ ଭାଇ। କ'ଣ କରିବି ମୁଁ କିଛି ବୁଝିପାରୁନି, ମୋ ମୁଣ୍ଡ କାମ କରୁନି ଭାଇ। ଶୁଣ ଇମିଡିଏଟ୍ ମୋତେ ଆସି ଦେଖା କର। ଇମିଡିଏଟ୍। ଓକେ ଭାଇ। ଓକେ। ଜଗନ মতো ক্ষমা করে দিন ভাই। ଭାଇ କେତେ ଦଉଛନ୍ତି? ବାପଳିଆ ମହାବିହାରୀ ଧନ୍ଦା କିନ୍ତୁ 2 ନମ୍ବର। जो दिमाग काम करेंगे से तो बाहरी के हीरो आंध्रा और पूरी ଭାଇ ଆମେ ଏବେ କ'ଣ କରିବୁ ଭାଇ? ମୋ ମୁଣ୍ଡ କିଛି କାମ କରୁନି ଭାଇ। कुछ नहीं बुझिपारे जगन सीसीटीवी भितर कैद हो जाए तो ଭାଇ बस सी जब सीसीटीवी भितर कैद हो जाए जगन पुलिस कस्टडी भितर को चली जगन पुलिस कस्टडी भितर को चली गला परे एंटर तमे एंटर के ग्रुप ता टोटल पुलिस कस्टडी भितर को चली ଭାଇ ତାହେଲେ
ताहले आपण मते शूट कर दिनु भाई आम्ही पोलीस कस्टडी में तो चली गले मग अरेस्ट हेसी भाई तापर मो गाडी प्रमाण नष्ट करिया पई पड़िबो कौन करियो भाई प्रमाण को नष्ट करिया पई पड़िबो ताले कौन करियो भाई प्रमाण नष्ट करबा बस भाई ଭଲ ପିଲାଟା ତୁ ବହୁତ କାମ କରିଛୁ କେମିତି କେତେ ବଡ କାମ ହେଇଛି ହଁ ହଁ ଓଡ଼ିଆ ହଁ ବିହାରୀ नंबर कमेंडेंट पूरा पक्का आओ जो भी दिमाग काम कर भाई मुझे छाड़देवी तुमको तुम घर को नहीं जी हेलो भाई तुम टे मत दया कर तुम तुम मत टंका दे अरे ये टंका छोड़ा मोर आउ किसी दरकार नहीं अरे भाई तुम जान ये टंका कौ कम लगे अरे भाई टंका जन को जीवन बंधा पड़ी अरे भाई ये टंका तीन तीन जन को जीवन बंधा पड़ी प्लीज प्लीज टिके मत काम घर अरे भाई तुमको छाड़ी देवी हेले टंका व्यतीत मोर आउ किसी दरकार नहीं भाई मत टे साहय कर मुझे चाहिए तुमको मो देह सब रक्त गाड़ी डाक्तखाना को सब भल करदेवी भाई 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 मत टे टंकाटा साहय कर भाई ए मनुष्य कहीं मार से टंका बैग कहीं नहीं जाऊच से टंका बैग मत दियो
ନହେଲେ ମୁଁ ପୋଲିସକୁ ଫୋନ କରିବି। ସତ୍ୟ ସତ୍ୟ ଭାଇ ତମେ କଣ କଲ ସତ୍ୟ ତମେ? ଟଙ୍କା ପାଇଁ ଗୋଟେ ମଣିଷକୁ ମାରିଦେଲ। ଆରେ ତମ ବାପା ଜଣେ ପୋଲିସ ଅଫିସର। ଏ ସହରରେ ତାଙ୍କର କେତେ ନାଁ ଅଛି। କାଲି ସକାଳୁ ଯଦି ପୋଲିସ ଆସିବ ତମକୁ ଆରେଷ୍ଟ କରିବ। ଏକଥା ଜାଣିଲେ ତମ ଦାଦି ସବୁ ସେ ଗାଡିଙ୍କ ପାଇଁ। ଆରେ ଦାଦି କଣ କହିଥିଲେ ମଣିଷ ମାରିବା ପାଇଁ? ହଁ ସେ କରିଥିଲେ। ତମ ମୁଣ୍ଡ ବୋଧେ ଖରାପ ହେଇଗଲାଣି। ତମେ ପାଗଳ ହେଇଗଲାଣି। ଆରେ କାହିଁକି କାହିଁକି ଜାଣି ଶୁଣି ନିଜ ଭବିଷ୍ୟତଟାକୁ ଅନ୍ଧାର ଭିତରକୁ ଠେଲି ଦେବ? କେବଳ ତମରି ପାଇଁ, ମୋ ଭଉଣୀ ପାଇଁ, ମୋ ଭଣଜୀ ପାଇଁ 5 ଲକ୍ଷ ଟଙ୍କା ନହେଲେ ମୋ ଭଣଜୀର ଅପରେସନଟା ହେଇପାରିବ। ମେଡିକାଲ ବେଡରେ କରୋନା ଛୁରୀ ପଡ଼ି ପଡ଼ି ଛଟପଟ ମରିଯିବ। ଆଉ ମୋ ଭଣଜୀର ଯଦି କଣ ହେଇଯାଏ ମୋ ଭଉଣୀଟା ବି ବଞ୍ଚିବନି। ସିଏ ବି ମରିଯିବ। ମୁଁ ଶୁଣୁ ମରିଯାଏ ତମେ ବି ବଞ୍ଚି ପାରିବନି। ତମେ ବି ବଞ୍ଚି ପାରିବନି। ଆରେ ଗାଡିଙ୍କ ପାଖରେ ମୁଁ କେତେ ନେଉରା ହେଇଛି। ଟଙ୍କା ପାଇଁ ତାଙ୍କ ଗୋଡ଼ ଧରିଛି, ହେଲେ ମୋ କଥା ସେ ଶୁଣିଲେନି। ଟଙ୍କା କିଏ ବି ସାହାଯ୍ୟ କଲେନି। ଜାଣିଛ ସତ୍ୟ ଭାଇ, ମୋ ଗାଡି ନା ଗର୍ଭ ଅଣ୍ଡରେ ଏତେ ଉପରକୁ ଚାଲି ଯାଇଛନ୍ତି। ତାଙ୍କ ଗର୍ଭ ଅଣ୍ଡଟା ପ୍ଲାଷ୍ଟର ଚଢ଼ି ବହୁତ ଶକ୍ତ ହୋଇଯାଇଛି। ସେ ମୋତେ ଗୋଟିଏ ଟଙ୍କା ହେଇକି ସାହାଯ୍ୟ କରି ଶକ୍ତିରେ ବାଧ୍ୟ ହୋଇ ମୁଁ ଏହି ସନ୍ତ୍ରାସବାଦୀ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଲି। सत्य भाई एक बैग तो तुम्हें नहीं जा सत्य भाई, तुम्हें नहीं जा सत्य भाई। एक टोंका सत्य भाई, हाँ सत्य भाई तुम्हें नहीं जा सत्य भाई। कैसे जा କଥା ଶୁଣିଲେ ତୁ ଜମା ବି ବିଶ୍ୱାସ କରିପାରିବୁନି। ଅଜବ ଘଟଣା? କି ଅଜବ ଘଟଣା? ତ ସତ୍ୟ ଭାଇ ଏବେ ଫୋନ କରିଥିଲେ ଆଉ କହିଲେ କଣ କହିଲେ? ଆମ ଝିଅ ଖୁସିର ଅପରେସନ ପାଇଁ 4 ଲକ୍ଷ ଟଙ୍କା ଯୋଗାଡ଼ ହେଇସାରିଛି। ହଁ, ତାଙ୍କର କେହି ଜଣେ ପୁରୁଣା ସାଙ୍ଗ ତାଙ୍କୁ ଦେଇଛନ୍ତି। ଜାଣିଛ ତମ ଦିଅର ସିଏ ବି 4 ଲକ୍ଷ ଟଙ୍କା ଯୋଗାଡ଼ କରିଦେଇଛନ୍ତି। କଣ କରିଥିଲେ ସେ ନେଇକି ଆସୁଛନ୍ତି। ଏଥର ହସ୍ପିଟାଲରେ ଡକ୍ଟର ଯେତେ ଟଙ୍କା ନେଉଛନ୍ତି ନିଅନ୍ତୁ। ଆମ ଖୁସିର ଅପରେସନ ହବ, ଆମ ଖୁସି ଭଲ ହେଇଯିବ। ଆଉ ତାପରେ ନା ମତେ ଆଣ୍ଟି କହି ଅନେକ ଦିନ ହେଲା ତା ପାଟିରୁ ମୋ ମାମା ଡାକୁ ଶୁଣିନି। ଜାଣିଛ ବାପା, ଆମ ଖୁସି ପାଇଁ ନା ମୁଁ ମାନସିକ କରିଛି ଯେତେବେଳେ ସେ ଘରକୁ ଫେରି ଆସିବ ଆମେ ସାଙ୍ଗ ହେଇକି ପୁରୀ ଯିବା। 22 ପାହାଚରେ ତାକୁ ଗଡ଼େଇବା। ସବୁ ତ ସେ କାଳିଆର କରୁଣା। ତା ଦୟା ହେଇନଥିଲେ 4 ଲକ୍ଷ ଟଙ୍କା କିଏ ନା ଆମେ କିଏ? ହଁ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆରେ ଏଇ ତ ସତ୍ୟ ଭାଇ ଆସିଲେଣି। ଆରେ ମୁଁ କଣ କହୁଥିଲି କି ଠାକୁର ଯେତେବେଳେ କାହାକୁ ଦୁଃଖ ଦିଅନ୍ତି ଆମକୁ ଧରି ନେବାକୁ ହେବ ସେ ଆମକୁ ପରୀକ୍ଷା କରୁଛନ୍ତି। ଆରେ ସେ ଜଣକୁ ସେତିକି ଜୋରରେ ବିଧା ମାରନ୍ତି ଯେତିକି ଜୋରରେ ସେ ବିଧାଟା ସହିପାରେ। ଆଉ ସହିଗଲା ପରେ ଯେତିକି ଜୋରରେ ତାକୁ ବିଧା ମାରିଥାନ୍ତି ସେତିକି ଜୋରରେ ତା ପିଠିକି ଆଉଁସି ବି ଦିଅନ୍ତି। ଏଇ ଆମ ପିଠିକି ଯେମିତି ଆଉଁସି ଦେଲେ। ହଁ ସତ୍ୟ ଭାଇ ତମେ ବିଲକୁଲ ଠିକ କହୁଛ। ତମ ସାର୍ଟରେ ରକ୍ତର ଦାଗ? ନାଇଁ ରକ୍ତ ବ୍ଲଡ ନାଇଁ। କଥା କଣ କି ମୋର ଜଣେ କୁଲି ଭାଇ ବସ୍ ଷ୍ଟାଣ୍ଡରେ ମୋଟ ନେଇ ବସ୍ ଉପରକୁ ଉଠୁଥିଲା, ତା ଗୋଡ଼ଟା ଖସିଗଲା।
ତଳେ ପଡ଼ି ତା ମୁଣ୍ଡଟା ଫାଟିଗଲା। ଆରେ ମୁଁ ପରେ ତା ପଟି କରୁଥିଲି, ସେଇ ବ୍ଲଡଟା ବୋଧେ ଲାଗି ଯାଇଛି ଆଉ। ଦେଖୁଛ ବାପା, ବସଷ୍ଟାଣ୍ଡରେ କ'ଣ ଆଉ କେହି ନଥିଲେ? କିନ୍ତୁ ଆମ ସତ ଭାଇ ତାଙ୍କର ଏଇ ଭଲ ପଡ଼ିବା ପାଇଁ ତ ସେ ସବୁବେଳେ ଜିତି ଯାଆନ୍ତି, କୋଉଠି ବି ହାରନ୍ତିନି। ଏଇ ଦେଖୁନ କେମିତି ତମ ମାନଙ୍କୁ ଜିତିଗଲେ। ଆରେ ତା ନ ହେଇଥିଲେ ଇଏ ପୋଲିସ ଅଫିସରର ଝିଅ କିଏ ଆଉ ଇଏ ସତ୍ୟପ୍ରଧାନ କୁଲି କିଏ? ଏତେ ଆଉ ସଫେଇ ଦେବ କିଛି ବି ଦରକାର ନାହିଁ। ବସଷ୍ଟାଣ୍ଡ ଥାନାରୁ ଫୋନ ଆସିଥିଲା। କ'ଣ ପାଇଁ? କ'ଣ ହେଇଛି? ଜଗନ ଭାଇ ଜଗନ ଭାଇ ଜଗନ ଭାଇ? କ'ଣ ହେଇଛି ତାଙ୍କର? ଆରେ ଏଇ ଆମ ସୁମିର ସ୍ୱାମୀ ତ? କ'ଣ ହେଇଛି ତାଙ୍କର? ଆରେ କିଛି କହୁନ କାହିଁକି? ଜଗନ ଭାଇକୁ ବସଷ୍ଟାଣ୍ଡ ପଛପଟେ କେହି ଜଣେ ଖଣ୍ଡାରେ ଆକ୍ରମଣ କରିଛି। ସେ ଏବେ କୋଉଠି ଅଛନ୍ତି? ସେ କେମିତି ଅଛନ୍ତି? ସେ ଭଲ ଅଛନ୍ତି ତ? କିଛି କହୁନ କାହିଁକି? ସେ ଅମଣିଷଟା ଏମିତି ନିର୍ଦ୍ଦୟ ଭାବରେ ହାଣି ପକେଇଛି ଯେ ଜଗନ ଭାଇ ଗୋଟେ ମେଡିକାଲ ବେଡରେ ଡକ୍ଟର ମାନେ ଯାହା କହୁଛନ୍ତି ତାଙ୍କର ବଞ୍ଚିବାର ଆଶଟା ଖୁବ୍ କମ୍। ଏମିତି କହୁନରେ ଭାଇ, ଏମିତି ମତେ ତାଙ୍କ ପାଖକୁ ନେଇ ଚାଲେ, ମତେ ତାଙ୍କ ପାଖକୁ ନେଇ ଚାଲ ଭାଇ, ମତେ ତାଙ୍କ ପାଖକୁ ନେଇ ଚାଲ। हेलो हाँ ମୁଁ ବିବେକ କହୁଛି। କୁହନ୍ତୁ କ'ଣ କହିଲେ? ନାଇଁ ବିବେକ କିଏ ଫୋନ କରୁଥିଲେ? ବିବେକ କିଏ ଫୋନ କରୁଥିଲେ? କିଛି କହୁନ କାହିଁକି? ଥାନାରୁ ଫୋନ ଆସିଥିଲା। କଣ କହିଲେ? କଣ କହିଲେ ସେ? କଣ କହିଲେ? ମୋ ଜଗନ ଭାଇଟା ମରିଗଲା। ଆଜି ସକାଳେ ମତେ ଫୋନ କରିଥିଲେ, କହିଲେ ଜଗ କହିଲେ ବିବେକ ମୁଁ କହୁଛି ନା ଆମେ ସାଥିରେ ଖାଇବା, ତୁ ଅପାକୁ ବୁଝେଇଦେବୁ, ସେ ଜମା ବ୍ୟସ୍ତ ହବନି, ସେ କହିଥିବା ଟଙ୍କା ମୋ ସାଥିରେ ନେଇଯାଉଛି, ସେ ଜମା ବ୍ୟସ୍ତ ହବନି, କହିଦେବୁ ଅପାକୁ। ସୁମି, ବାହାଘର ପରଠୁ ଆମେ କେବେ ଭୁଲି ଯାଇ ସଦାବେଳେ ଆସିଲେ ଆମେ ଭୁଲେଇ ନେବି। ମତେ ଯାହା ଲାଗୁଛି ଭାଇଙ୍କ ପାଖରେ ଟଙ୍କା ଥିଲା, ଟଙ୍କା ଲୋଭରେ ସେ ଅମରିଷାଟା ଭାଇକି ମରଣ କରିଛି। ଏମିତି କାହିଁକି ହେଲା ରେ ବିବେକ? କାହିଁକି ହେଲା? ବାହାଘର 8 ଦିନରେ ଯାଇଥିଲେ ଯେ 6 ମାସ ପରେ ଫେରିଲେ, ଆଉ ଏବେ ସବୁ ଫେରିଲେ। ଏମିତି କାହିଁକି ହେଲା ରେ ବିବେକ? ମତେ ଅଧଘଣ୍ଟାରେ ମୋ ହାତ ଛାଡ଼ି ଚାଲିଛନ୍ତି, ମୁଁ ବି ଏକୁଟିଆ ଖାଇଦେବି, ମୁଁ ଗୋଟେ ମାସରେ ଗୋଟେ ଛୁଡ଼ା ଲାଗେ ଲାଗେ ଚଳିବି, ମୁଁ ବି ମରିବି।
ତୁ କଣ ପାଗଳ ହେଇଗଲୁ? ମତେ କ୍ଷମା କରିଦବ ଲୋ ଅପା। ମୋ କଥାକୁ ରଖିପାରିଲି ଟଙ୍କା ଦେଇପାରିଲିନି। ଖାଲି ତୋ ସଂସାରଟା ଉଛୁଡ଼ି ଗଲାନି ଲୋ। ମୋ ଝାଉଁଳି ଯାଇଥିବା ଫୁଲ ଗଛଟା ପୁଣି ଥରେ ସବୁଜ ହବ କି ନାଇଁ ସନ୍ଦେହ। ମୋ ଜୀବନଟା ବି ନଷ୍ଟ ହେଇଯିବ। ମତେ କାହିଁ ଭାରି ସେମିତି ଅପା, ସେ ମଣିଷଟା ମୋ ସ୍ୱାମୀକୁ ମାରିଦେଲା ଲୋ। ମୋ ପାଇଁ ତ ବିଧବା ହେଇଗଲୁ। ତାର ଅବସ୍ଥା ପାଇଁ ଆମେ ଦାୟୀ। ହଁ ଲୋ। ଆପଣ ମାନଙ୍କୁ ମୋର ଏତିକି ଅନୁରୋଧ, ମୋ ପାତ୍ରେ ଶଙ୍ଖା ଭାଙ୍ଗିଦେବେ, ଠାରୁ ସିନ୍ଦୁର ପୋଛା। ଆଲୋ ଏଇଟା ପରା ଆମ ହିନ୍ଦୁ ନିୟମ, ଆମ ସଂସ୍କୃତି, ଆମ ପରମ୍ପରା। ଏ ପ୍ରଚଳିତ ପରମ୍ପରାକୁ ଆମକୁ ମାନିବାକୁ ହବ ଲୋ। ଯେମିତି ଶଙ୍ଖା ସିନ୍ଦୁର ସ୍ୱାମୀର ଆୟୁଷ ବଢିଥାଏ, ସେମିତି ଶଙ୍ଖା ସିନ୍ଦୁର ଖୋଲିଦେଲେ ସ୍ୱାମୀର ଆତ୍ମା ଶାନ୍ତି ପାଇଥାଏ। ଏ ଶଗଡ଼ ଗୁଣରେ ଆମକୁ ଚାଲିବାକୁ ହବ। ସତ୍ୟ ସତ୍ୟ ସତ୍ୟ। ହଁ ହଁ ଚାଲ ଚାଲ ଘରକୁ ଯିବା ଚାଲ। ଘରକୁ ଯିବା ଆଗରୁ ତମେ ସୁମି ହାତର ଶଙ୍ଖା ଭାଙ୍ଗି ଦିଅ। ମୁଁ ପାରିବିନି। କାହିଁକି ପାରିବନି ତମେ? ମୁଁ ଆମର ଜୀବନ ପାରିବିନି। ତମ ଛଡା ତ ଏଠି ଅନ୍ୟ ପୁରୁଷ କେହି ନାହାନ୍ତି। ନାଇଁ ମୁଁ ପାରିବିନି। ଆସ ଆରେ ମୁଁ କହୁଛି ପରା ପାରିବିନି। ସୁମି ହାତର ଶଙ୍ଖା ଭାଙ୍ଗି ଦିଅ। ଓହୋ ମୁଁ କହୁଛି ପରା ପାରିବିନି। ଆରେ ଆସ କହୁଛି। ନା ନା ମୁଁ ପାରିବିନି। ଆରେ ଆସ କହୁଛି। सत्य सत्य अरे अरे तुमको शुभुचे ना नहीं देखिल देखिल सकाळे पर मो डांगना केटा भारी डेउछि कोन करबी कौन करिबो कोन करबी कौन करिबो सुनिछि डांगना के डेले जम्मा भल नुहे तमे तमे एक काम करो कौन मो गला को चोरी झापड़ा मारो तले काहे की मारा अरे काहे की मारिबी मारो कहछि किंतु काहे की अरे
ଭଲ ହେଇଛି। ମୁଁ ମାଡ଼ ଖାଇବା ଉଚିତ, ମୁଁ ମାଡ଼ ଖାଇବା ଉଚିତ, ମୁଣ୍ଡ ଖାଇବା ଉଚିତ। ପ୍ରିୟା ପ୍ରିୟା ମାଡ଼ ଖାଇବା ଉଚିତ। ମୁଁ କ'ଣ ମୋ ସ୍ୱାମୀକୁ ଚିହ୍ନିନି? ଭଲ ପାଇ ବାହା ହେଇଛି, ଆଲିସାନ ବଙ୍ଗଳାର ଝିଅ ମୁଁ। ପୋଲିସ ଭାପର ରାଜ ଉଆସକୁ ଛାଡ଼ି ତମ ସହିତ ଭଡ଼ା ଘରେ ରହୁଛି। ମୁଁ କ'ଣ ମୋ ସ୍ୱାମୀକୁ ଚିହ୍ନିନି ଯେ ମୋ ଜୀବନ ବଞ୍ଚେଇଲେ? ମୁଁ ତାଙ୍କୁ ସନ୍ଦେହ କରୁଛି, ଭାବୁଛି ସୁମିର ସ୍ୱାମୀକୁ ମୋ ସତ୍ୟ। ଦେଖିଲ ତମେ, ତମକୁ ନେଇ ମୋ ମନ ଭିତରେ କେତେ କେତେ କଥା ଆସୁଛି। ଦେଖିଲ ତମେ, ମତେ ତ ଲାଗୁଛି ମୋ ମୁଣ୍ଡଟା ଖରାପ ହେଇଯାଇଛି। আরে তোমার মুন্ড খারাপ হয়ে গেলেন না? তুমি কোন পাগল হয়ে গেল? পাগল হয়ে যাচ্ছি, ମୋ ମନଟା ଅତି ବାଟ ବଡ଼ ହେଇଯାଇଛି। ସେ ବାଟକୁ ଆସିବା ଦରକାର, ସେ ବାଟକୁ ଆସିବା ଦରକାର, ସେ ବାଟକୁ ଆସିବା ଦରକାର। ପ୍ରିୟା, ये कौन होउची? अरे सतरे कौन तमे पागल हो गल? कौन भाई एंती होउछ? ଜଗନକୁ କିଏ ମାରିଛି? ମୁଁ କେମିତି ଯାଇଲି? ସୁମିର ସ୍ୱାମୀକୁ କିଏ ମାରିଛି? କାଇଁ ପଚାରୁଛ? ଟଙ୍କା କାହାର? ଟଙ୍କା ତମେ କୋଉଠୁ ଆଣିଲ? ମୋ ପ୍ରଶ୍ନର ଉତ୍ତର ଦିଅ। କହିଲି ପରା ମୁଁ କିଛି ଜାଣିନି। କାହିଁକି ଏତେ ଜୋରରେ ପାଟି କରୁଛ? ମତେ ଡର ଲାଗୁଛି। ତମେ କଣ ମତେ ଚିହ୍ନିନ? ଆରେ ଏତେ ଦିନ ଘର ସଂସାର କଲା ପରେ ମୋ ସାଙ୍ଗରେ ତମେ କଣ ମତେ ଚିହ୍ନି ପାରୁନ? ମତେ ଅବିଶ୍ୱାସ କରୁଛ, ମତେ ସନ୍ଦେହ କରୁଛ। ଆଚ୍ଛା, ମୁଁ ତମକୁ ସନ୍ଦେହ କରୁଛି ବୋଲି ତମେ କେମିତି ଭାବିଲ? ତମେ ସନ୍ଦେହ କରୁନ? ତମେ ଭାବୁଛ ମୁଁ ଗୋଟେ ଖୁନି? କହି ଟଙ୍କା ପାଇଁ, ସାର୍ଟରେ ଲାଗିଥିବା ରକ୍ତ ପାଇଁ ତମେ ଭାବୁଛ ମୁଁ ଗୋଟେ ମର୍ଡର? ତମ ସାର୍ଟରେ ଲାଗିଥିବା ରକ୍ତ କହୁଛି, ତମ ଆଖି କହୁଛି, ତମ ଥରିଲା ଥରିଲା ଓଠ କହୁଛି। ତମ ଛାତିରୁ ବାହାରୁଥିବା ଗରମ ନିଶ୍ୱାସର ତତଲା ପବନ କହୁଛି, ଟଙ୍କା ପାଇଁ ତମେ ସୁମିର ସ୍ୱାମୀ ଜଗନକୁ ମର୍ଡର କରିଛ। କଣ ତମ କଥାରେ? ନା, ମୋ ବିଶ୍ୱାସର ଭରସାରେ। ତାମାନେ ଜଣେ ନିରୀହ ଲୋକକୁ ତମେ ଦୋଷୀ ସାବ୍ୟସ୍ତ କରିଦବ? ଆରେ କାହିଁକି? କଣ ପାଇବ? ମୁଁ ଗୋଟେ ଗରିବ 3 ବର୍ଷର ଝିଅଟା ମେଡିକାଲ ଆଇସିୟୁ ଭିତରେ ମରଣ ସହିତ ସଂଗ୍ରାମ କରୁଛି। କାହିଁକି ତମେ ମତେ ଅବିଶ୍ୱାସ? ତମକୁ ସେଇ ଝିଅର ନୁହେଁ ସତ୍ୟ ସତ୍ୟକୁ। ଟଙ୍କା କାହାର? ଟଙ୍କା ତମେ କୋଉଠୁ ଆଣିଛ? ତା ନହେଲେ ଫୁଲ ଗଛଟା ମରିଯିବ। ଏବେ ପତ୍ର କଣ ହଉଛି, କଢ଼ ଧରିନି, ଫୁଲ ବି ଫୁଟେ। ଭଲ ଭାବରେ ଚିନ୍ତା କର, ଯୋଉ ଝିଅଟା ମୋ ଅପେକ୍ଷା ତମକୁ ବେଶୀ ଭଲ ପାଏ, ତମ ଫେରିବା ବାଟକୁ ଅପେକ୍ଷା କରିଥାଏ। ଆଖିକୁ ନିଦ ନଥାଏ, ପେଟକୁ ଭୋକ ନଥାଏ, ସକାଳେ ସ୍କୁଲକୁ ଯାଏ, ସନ୍ଧ୍ୟାରେ ଫେରେ। ମୁଁ ଯେତେବେଳେ ତା ପାଇଁ ଖାଇବାକୁ ନେଇକି ଯାଏ,
से कहे नहीं 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 मो बाबा देले जाई मु खाई भल भाव चिंता कर चौचता तुम फेरवा बाट को सेमती अपेक्षा करी था सेही बापा को मोर गोटाए प्रश्न तो कह टंका कहार टंका तमे कोठू आनिल ता नहले फूल गछटा मरीच भाभी चिंती की उत्तरटा दब टंका हाँ टंका से टंका जगन तमने तमे टंका जगन पाखु छड़े आनिछ धरा पड़ी जा घरे तमे ताको मर्डर करिछ तमे टंका छड़ेला बळे निस तमे तो धस्ता धस्ती मारपिट हेतु तमे किछु उपाय न पाई तमे सत्य प्रधान टंका पाई सुमीर स्वामी जगन को मर्डर करिछ ମୁଁ ଈଶ୍ୱରଙ୍କ ନାଁରେ ଶପଥ କରି କହୁଛି ମୁଁ ଜଗନକୁ ମାରିନି ଜଗନର ପ୍ରକୃତ ହତ୍ୟାକାରୀ ମୁଁ ନୁହେଁ ମତେ ବିଶ୍ୱାସ କର ମତେ ताहले कुह सत्य प्रधान मो स्वामी को मारिची किए काहे की मारिची आउ कौन पाई मारिची मो प्रश्नर उत्तर दियो मो स्वामी को मारिची किए तो स्वामी को एक सत्य प्रधान मारी टंका पाई मारी निज झील को भल करने मारी और जार प्रमाण ता साउटे लगी रक्तर दाग काहे की सत्य भाई कौन पे तुम्हें मो स्वामी को मारी देला अरे टंका पर मुझे मुझे दे दाती ऑपरेशन पाई नहीं थाती सत्य में तबे सिर्फ तुम झियो को फेरे पाइबो हेले मो स्वामी नो तपस्या करो अवस्था ए जीव सत्य प्रधान फांसी चढ़ से जमी अन्य घर को भांगी जाइए ठीक सेमती ता संसार भांगी जीव मो भूमि परी ता स्त्री भी विधवा हम चल अन्य चल जीवा चल नहीं पापीटा को जेल है सुमीर भांगी जाइए संसार कौन जोड़ी ए पापीटा को फांसी आगले तक बापा भूल को न्याय पाइबे नहीं कौन तुम इच्छा रे अरे तमें कहब बोली हमें पापीटा को सेमती छाड़ीदेबू अरे हम कौन भगवान अरे मैं भगवान को नारे शपथ करी कहूची मैं जगन को मारिनी जगन प्रकृत हत्याकारी मैं नहीं जगन को मैं टंका हारिची सत हेले जगन को मैं मारिनी ता पाखरे पहुंचला बेलकू ताकू ता अवस्था भल नथिला ताकू कहीं जने धारुआ खंडारे हाणी पकईथिला मते विश्वास कर वो जगन को मारिनी जगन प्रकृत हत्याकारी मु नुहे ताहले कुह सत्य प्रधान किए से अमर से पशु जी मो स्वामी को मारी देछि ता प्रश्नर उत्तर दियो सिए सत्य प्रधान बा तुम कहानी सुनी मुझे तुमको रामचंद्र भाभी न थाती तमें आज मो स्वामी को मारी दे न था कि तब झी ऑपरेशन पाई टका जोगाड़ करने को जाती मो स्वामी का आज मरी कौन सत्यान सुख मो भिड़ई मुला तमें जेल जीव टंका भाभी तुम झीलटा चटपट मरी जीव तापर जानब दुख कौन निजर लोक पर कर चलीगले केते कष्ट हुए
আরে মরিব তুমি সত্যতই মরিব সত্য কথা সত্যতই মরিব আমি মরিবি मानिबी अरे आस आस तुमके चिपी मते मारी दियो कहीं कि मते इति कलबल करछ अरे मु तो कहिनी मु जगन को मारिनी जगन प्रकृत हत्याकारी मु कहीं कि तुम मते विश्वास करूना এই তো আরম্ভ অপেক্ষা করো সত্যপ্রধান দেখো ତମ ପାପଟା କେମିତି ବୁମେରାଙ୍ଗ ହେଇ ତମରି ପାଖକୁ ଫେରୁଛି ଅପେକ୍ଷା ତମେ ए प्रिया तमे परा मो स्त्री शुणुथिली महासती सावित्री सत्यवान को जीवन फेरे आनिबा पाई जमराज को सहित बाजुद्ध करे स्वामी को जीवन फेरे आनिथिले मृत्युराज जमराज जहाँ सहित जन साधारण नारी बाजुद्ध करे स्वामी का जीवन फेरे आनिथिले तमे मो स्त्री ना स्वामीटा खराब बाटर गला बेले तमे ता पाखरे ठिया हवा कथा अरे वो गंगाटा दोहलिबा को आरंभ कला बेले को तमे ताकू सड़क न करी मुझे मारिया को ठेली देउछ अरे तमे केमिति का स्त्री କବି ଯେମିତିକା ସ୍ୱାମୀ हाँ मो अपा जड़े नारी तमें भी जड़े नारी थोड़े चिंता कल अपा मो अपा तुमको बेसी भल तुम जर कहीं नुह कि से भौणी ठार बेसी भल पाए अपा एठी और तो स्वामी बहुत दूर जानी अपा ये 2 दिन तले मो अपा कुआरे जाइतिला तम झील खुशी आरोग्य कामना बुझे अरे कल्पपटर डोरी बाजिल अरे कर्तन प्रतिदान विचार करो बा तम हाथ में विचार तुम्हें विचार करो বিচার করিবে ঠিক বিচার মু করি সত্য ଅଛି পর্যন্ত ତମେ ମୋର ସ୍ତ୍ରୀ ପଣିଆ ଦେଖିଥିଲ ହେଲେ ଆଜିଠାରୁ ସୁମିର ବଡ଼ ଭଉଣୀ ପଣିଆ ଦେଖିବ ମୁଁ ତ ତତେ ତୋ ଜଗନକୁ ତୋ ପାଖକୁ ଫେରେଇ ପାରିବେନି କିନ୍ତୁ ତୋ ସଖା ସିନ୍ଦୁର ମୁଁ ତତେ ନିଶ୍ଚୟ ଫେରେଇ ଦେବି କିନ୍ତୁ କେମିତି ଅପା ସ୍ୱାମୀ ବିନା ଶଙ୍ଖା ସିନ୍ଦୁରର ମୂଲ୍ୟ କଣ ଆଜିଠାରୁ ଏହି ସତ୍ୟ ପ୍ରଦାନ ହଉଛି ତୋ ସ୍ୱାମୀ ଆଜିଠାରୁ ତମେ ମୋ ପାଖରେ ନୁହେଁ এই সুমি ঘরে রহিব प्रिया अरे मु पूरा तुम स्वामी ଥିଲ ସୁମି ମୋ ପାଇଁ ଯାହା ତମେ ମୋ ପାଇଁ ସେଇଆ ନୁହେଁ ତା ମହାନତା ତା ମଣିଷ ପଡ଼ିଆ ପାଖରେ ମୋର ଅବିଶ୍ୱାସ ସ୍ୱାମୀଟା ମୂଲ୍ୟହୀନ ମୋର ଅବିଶ୍ୱାସ ସ୍ୱାମୀ ଦରକାର ନା ସୁମି ପରି ବିଶ୍ୱାସ ଭଉଣୀଟିଏ ଦରକାର ସେଇଥିପାଇଁ ତ ମୁଁ ଶଙ୍ଖା ଦେଲି ସିନ୍ଦୁର ଦେଲି सुहाग देले शेषरे स्वामी को भी दे देले ए ने सुमी ए ने महतर संख्या आज ठार मु विधवा तू सथ साथी नारी ଆଜିଠାରୁ ତୁ ସୁଲକ୍ଷଣୀ ମୁଁ ଅଲକ୍ଷଣୀ
जीवन रे तम जीवन नाटकर गोटाए नुआ दृश्य आरंभ होइछि आ मु भी देखिबी से दृश्य रे तमे केमिति अभिनय करूछ माने आज तार तमे सेई बापा को बापा बोली डाकिबो जो बापार पुओ को तमे मारी देइछ आज तार सेई भौणी तमको भाई बोली डाकिबो जो भौणी रो भाई को तमे मारी देइछ आज ठारू तमे मो स्वामी सत किंतु मु तम स्त्री नो मु तम स्त्री सत किंतु तमे मो स्वामी नुह चलो सत्य प्रधान चलो चलो सत्य प्रधान चलो मु कुआडे जीवनी मु मो स्त्री मो पिला को छाड़ी मु कुआडे जीवी मु कुआडे जीवनी तमे मो कथा नमुने पुलिस पाखरे कहि टंका पाई तमे जगन को मर्डर करिछ मो कथा अबाध्य सत कहछि मु तुम झियोटा को पिसते मारी दे आउ एटा हो प्रियार बलिता तुम वंश को बुड़ाई देवी प्रिया बुड़ाई देवी विष छटपट बलिदान मृत्यु पछ पछे आसुला कौटी अटकी गला सला नालुआटा तो सला कौटी लाखी गला बोधे हिरे नंदा नंदा ले नंदा बा ओलो मुएटी बाबिन लो बा हां मुएटी बाबिन मु करो चारो करो जार कोठा करो ताकू बाबिन लो बा अरे नंदा मु बुझी पारुनी हां अरे तू सही चाल घर को बाहाबू ना झियो को बाहाबू कि रे हां सला जन्मरु तोर तो मैन्युफैक्चर डिफेक्ट हां सला 20 वर्ष पूर्वरु 29 थिला सला 20 वर्ष पर 36 हेची नंदा ओ लो वर्ष को केते बढिलु कि रे वर्ष को केजी हां केजी मत अवस्था देखि की हां लो बा सला कोनोसी झियो पसंद करू ना काई कि लो बा सब फेल कर दउ छन काई की हेई नंदा कोन मुणी गोटे प्लान पकेजी बुझिलु हां जम्मा एड़े तेड़े हबुनी हेबिन नहले गली पड़िबू हां बा ओ बालो मु जो झियो को बाबी से गोरी है तो बा आउ तार दीटा बड़ो बड़ो हिरे लंडा बालो अरे आखी तळो को खस तू तो खाली से आखी रे रहिलु बालो ओलो गोटे कथा कहबी कहनु से झियर अछि ना से झियर अछि ना अरे सबु झियंकर जहा जा थाए हां तार समिति थिबो बा ओल ता फिगरस्टा देखिया को केमिति कइलु देखि नथु रे बुआ पछ पछ बही पड़ नाला पहुंचे रे पछि पका पछा ता फिगर न देखि तोर एते नाला बहिलानी हां ता फिगर देखले तोर केते नाल बहिबो हां मु जा अनुमान करूची हां लो बा एठी गोटे पोखरी की नई तू सृष्टि करि दउ बा ओलो से देखिया को का परी माधुरी आ
ମାଧୁରୀ ଆଉ? କି ମାଧୁରୀ ବେ କଣ ଲୋ ବା? ସେଇଟା ବୁଢୀ ହେଇଗଲାଣି 60ରେ ପହଞ୍ଚିଲାଣି 60? ସେଇଟା ଆଉ ସୁନ୍ଦର ଦୁଶୁନି ସେଇଟା ପୁରା ତା ଡାଲା ବାଜିଲାଣି ଆଉ କଣ କରିନା କହିଲା କଣ ନା କରିନା ଆଉ? ଆରେ ସେଇଟା ଗୋଟେ ପଠାଣ ଟୋକାକୁ ବାହାଇକି ହଁ। ଶଳା ନମାଜ ପଢି ପଢି ପଡଉଠୁ ହେଇକି ହଁ ତା କମର ବେଣ୍ଡ ହେଇଗଲାଣି ହଁ। ହେଇ ଲଣ୍ଡ ବାଲୁ ଦେଖିବାକୁ କେମିତି ଜାଣିଛୁଟି କେମିତି କହିଲୁ ସନି ଲିଓନ ବେ ବାଲୁ ଓଲୋ ତୁ ଶଳା ବାହାନା ଶଳା ବ୍ରହ୍ମ ରାକ୍ଷସ ବେ ଶଳା ଚୁଟିଆ ବା ମୁଁ ଏଠି ବାହାବିନି କାହିଁକି ରେ ବାଲୁ କାହିଁକି ରେ ତୁ ବାହାବୁନି କହିଲୁ ତୁ କଣ ଜାଣିନୁ କି ହଁ? ସନି ଲୁଏନି କଣ କାମ କରେ ସେ ପୁରା ଖରାପ କାମ କରେ ଶଳା ମୋ ପୁଅ ପୁରା କୋଭିଡ କଟକଣାରେ ଘରେ ରହି ରହି ଫୁଲ ଡେଭଲପ କରିଦେଇଛି ଆଉ ହଁ ତୁ ଏତେ କଥା କେମିତି ଜାଣିଲୁ କି ରେ ବାଲୁ ଓଲୋ କଥା କଣ କି ହଁ ତୁ ଘରେ ନଥିଲା ବେଳେ ତୁ ଘରେ ନଥିଲା ବେଳେ ମୋବାଇଲରେ ସନି ଲୁଏନିର 100ଟା 200ଟା ଫଟୋ ଭିଡିଓ ଦେଖିକି ପୁରା କହନା ଲୋକା ଇରେ ମୁଁ କହୁଛି ମୋ ନନ୍ଦା ଗାଲରେ କାହିଁ ବ୍ରଣ ବାହାରୁଛି ଏ ନନ୍ଦା ଦେଲୁ ସେ ମୋବାଇଲ ଦେଲୁ ମୁଁ ଆଗେ ଡିଲେଟ କରିଦିଏ ଦେ ବା ଟିକେ ଶୁଣୁ ମୁଁ ପୁରା ତାକୁ ସବୁଦିନ ଦେଖୁଛୁ ଲୋ ବା ଇରେ ହଁ ଶଳା ମୁଁ ତ ଶଳା ଆମ ଘରେ ତ କେହି ସ୍ତ୍ରୀ ଲୋକ ନାହାନ୍ତି ହଁ ଶଳା ଆମ ବାଥରୁମ ସାରା କିଏ ଝୋଟି ପକଉଛି ବେ ଗୋଟେ କଥା କହିବି ମୁଁ କଣ ସେ ସବୁ କଣ ତୋ ମୋବାଇଲରେ ଦେଖୁଛି କି ଆଉ ନାଇଁ ମୋ ମୋବାଇଲରେ ଦେଖୁନି ମୁଁ ସେ ସବୁ ତୋ ମୋବାଇଲରେ ଇରେ ନଣ୍ଡା ବାଲୋ ବା ତୁ ଯଦି ଏଠି ଗୋଟେ ପରିଚୟ ସୃଷ୍ଟି କରିଦବୁ କଣ ଲୋ ବା ତାହେଲେ ତୁ ଗୋଟେ ମୋ ପରି ଭଦ୍ର ଲୋକର ପୁଅ ହବୁ ଭଦ୍ରଲୋକ ଜମା ଏପଟ ସେପଟ ହବୁନି ହଁ ମୁଁ ସେଇ ଝିଅର ବାପାକୁ ଡାକୁଛି ବା ବାଲୋ ସେ ଝିଅର ବାପାକୁ ଡାକେ ତା ମାକୁ ଡାକେ ଆଉ ଡାଇରେକ୍ଟ ଯଦି କହିବୁ ସେ ଝିଅକୁ ଟିକେ ଡାକେ କହିଗଲା ନାଳ ପଛରେ ଇରେ ନଣ୍ଡା ଅପେକ୍ଷା କର ଅପେକ୍ଷାର ଫଳ ଭାରି ମିଠା ବାଲୋ ଡାକୁଛି ନଣ୍ଡା ଜମା ଏପଟ ସେପଟ ଏଇଥରକ ଯେମିତି ପାସ୍ ହବ ଛାଡ଼ିବି ହଉ ଡାକୁଛି हो महांती बाबू महांती बाबू हो महांती बाबू बुझिला नाई म तमे सिना अंध तम कानू कौन शुभुची कि नाई हो महांती बाबू बुढ़ा बाथरूम रे अछि बदे महांती बाबू तमे महांती आमे महांती घरे केही नाहंती ବାପା ଘରେ ନାହାନ୍ତି ବାହାରକୁ ଯାଇଛନ୍ତି क्या प्रणाम इरे नंदा बालो अरे पाठ साठ पढ़ी पाठ साठ? बोपा तते पाठ पढ़ी पैसा देकी ना कुंडा देकी बे टिके इंग्लिश रे करूनु इंग्लिश रे कहबी कौन पाड़ी देबी गछ तैयारी कर देबी आयन प्रणाम ମାନେ झियो ये मोर एकमात्र पुत्र ए कोइर बळा विशिकेशन ଆଉ ଯାଇ गंठीर न ଆଉ ଯାଇ नजा कथा कोन की मां हां से भारी प्रेमी माटी प्रेमी भातृ प्रेमी पितृ प्रेमी जियो प्रेमी एते प्रेमी से ओडिया शब्द छोड़ा इंग्रजी कहे नाही खाली शब्दर शेषरे सटा लगे दिए ना ଓଡିଆ ଶବ୍ଦ माने भात को भातस डाली की डालिस माछ को कहबो माछस अंडा को कहबो अंडास चिकन को कहबो चिकन मटन को कहबो मटन्स गुलगुला को कहबो गुलगुलास आ बरा को कहबो ब्रास बोलो तुम मुंडू को जमा टीनो करने लपा बालो बोलो देखिली यार बालो से झियरा केड़े बड़ा बड़ा आखी देखिलो हमो गां पोखरी मु बाबा तो राजी अछि न बा इरे पसंद नंदा। कोन तू राजी हेले कोन हबो बे
ଆରେ ସେଇ ଝିଅ ରାଜି ହେଲେ ସିନା ହବ ଆଉ ତୁ ମନେ ମନେ ଖାଲି ଉଖୁଡା ଖାଉଛୁ ମଉସା ଆପଣ ପରା କହୁଥିଲେ ବାପାଙ୍କ ପାଖରେ କିଛି କାମ ଅଛି ବୋଲି। ନାଇଁ 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 ତାର କିଛି କାମ ନାହିଁ। ଯାହା କାମ ଅଛି ମୋର କାମ ଅଛି ତମ ପାଖରେ। ବାଲୋ ଇଆଡେ ଆସୁନୁ ଇଆଡା 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 ବା ତୋର କାମ ଥିଲା ମୋର ପୁରା ତା ପାଖରେ କାମ ଥିଲା। ତୁ ଟିକେ ସାଇଡ ହଉନୁ। ସାଇଡ ହଉ କଥା କଣ କି ତମେ ହେଇନ କି ମୁଁ ବି ହେଇନି ହବା ନା। ତମେ ମତେ ଦେଖିଲ ମୁଁ ତମକୁ ଦେଖିଲି ହବା ନା। ତମେ ନା ମୋର ବହୁତ ପସନ୍ଦ। ମୁଁ ବାହାବାକୁ ରାଜି ଅଛି। ଏଠି ହାତ ଯୋଡୁଛି ଯଦି କହିବ ତମ ଗୋଡ ଜଣେ ଏମିତି ଅଭଦ୍ରାମୀ କରୁଛ କଣ? ଅଭଦ୍ର କହିଲାଣି ତୁ ତ ସେମିତି ହଉଛୁ ଆଉ। ଆରେ ସିଏ ଅଳପ କହିଲା ତୁ କାହିଁ ବେଶୀ ବଖାଣି ହଉଛୁ କହିଲୁ। ମା ଇଏ ମୋ ପୁଅ ନନ୍ଦାସ। ମୋ ବାପା ନା କାଠିଆସ। ଆଉ ମୋ ବାପାର ସାଇଜ ଠାରୁ ମୋ ସାଇଜ ଟିକେ ଛୋଟା। ମା ବିଳମ୍ବରେ ହଉ ପଛେ ମୋ ପୁଅଟା ଏକାଥରକେ ମାଟ୍ରିକ ପାସ୍ କରିଗଲା ଏଇ କୋଭିଡ ମହୁକାରେ। କଥା କଣ କି ମାଟ୍ରିକରେ 5 ଥର ଫେଲ ହେଲା ପରେ କୋଭିଡ ମୌକା ଥିଲା ବୁଝିଲ କି। ଫର୍ମ ଫିଲଅପ୍ କରିଥିଲି ବୁଝିଲ। ଫର୍ମ ଫିଲଅପ୍ କଲି ଏକାଥରକେ ପାସ୍ କରିକି ଏକାଥରକେ ଫାର୍ଷ୍ଟ କ୍ଲାସ୍। ବିଶ୍ୱାସ କରିବୁନି ମା ଏଇ 5 ଖଣ୍ଡ ପଞ୍ଚାୟତରେ ମୋ ପୁଅ ପରି ପୁଅଟିଏ ମିଳିବନି। ସେ ଯେତିକି ସରଳ ସେତିକି ଭଦ୍ର ଅତି ନମ୍ର ଏମିତି କି ଚକୋଲେଟ ବି ଖାଏ। ସଫଲ କିଆ ପାଟିକି ଚକୋଲେଟ ଭଲ ଲାଗିବ କେବେ ଭଲ ଲାଗିବନି। କଥା କଣ କି ରାତିରେ ମୁଁ କିଛି ଖାଏନି। ଭଲ ପିଲା ମୋ ଠାରୁ ଗୁଡ ପିଲା କେହି ନାହାନ୍ତି। ଖାଲି ଟିକେ ନାଇଟି ମାରିଦିଏ। କଥା କଣ କି ମୋ ବା ଲୁଚେଇକି ଯୋଉ ରଖିଥିବ ମୋ ବା ଖଟ ତଳେ ବିଦେଶୀ ବ୍ରାଣ୍ଡର ମଦ ରଖିଥାଏ ବୁଝିଲ। ସେଥିରୁ ମୁଁ ଅଧେ ପିଇ ଦେଇକି ତାପରେ ସିଧାସଳଖ ପୁଣି ନଳକୂଅ ପାଣି ଭର୍ତ୍ତି କରି ପୁଣି ତାକୁ ଫୁଲ କରିକି ରଖିଦିଏ। ମୋ ବା ରାତିରେ ଯେତେବେଳେ ଆସେ ନିଶାରେ ପୁଣି ପିଇ ଦେଇକି ଜାଣିପାରେନି। କିନ୍ତୁ ଆଜ୍ଞା ମୋର ଦିନରେ ବହୁ ପ୍ରକାର ଚାଲେ। ଏଇ ଯେମିତି ସଫଲ ମିନାଜିସ୍ ବାହାର ଇତ୍ୟାଦି ଇତ୍ୟାଦି। ହଁ ସାର୍ଟିଫିକେଟ ଦେଇପାରିବିନି। ଯାହା କରିବାର ଅଛି କୁହନ୍ତୁ ମତେ ବାହାରକୁ ଯିବାର ଅଛି। ତୁ ଟିକେ କହିଦଉନୁ ତୁ ନାଚ କାହିଁ କରୁଛୁ କହିଦଉନୁ ସେ ଝିଅ ମୋର ପସନ୍ଦ ତୁ ଟିକେ କହୁନ। ଇରେ ନଣ୍ଡା କଣ ଆରେ ତୁ ବାହାବୁ ନା ମୁଁ ବାହାବି କିରେ? ମୁଁ ଆରେ ତୁ କହୁନୁ ମୁଁ ଭୟ କରୁଛୁ ବା। ମୁଁ ପୁରା ତୋ ବୋପା ଏଠି ଅଛି। ମୁଁ ତ ନଥିଲେ କିଛି ହବନି ଆଉ। ଯା ତୁ କହିଦେ ତୁ କହିବି ଯେ ମୋ ପିଠିରେ ଯଦି ଖୋବଣା ହବ ଖୋବଣା ଭୟ କରନା ମୁଁ ଅଛି ବା। ଯିବି ଯାଉନୁ ଖାଲି ଯିବୁ ହଉଛୁ ବା। ଆଜ୍ଞା କଥା କଣ କି ତମେ ମୋର ପସନ୍ଦ ମୁଁ ବାହାବାକୁ ରାଜି ଅଛି। ତମର ବଡ ବଡ ଆଖି ଆଉ ପୁଚୁକା ଗାଲ ଆଉ ବଡ ଅଣ୍ଟା ତମର ଘର ଅଛି ନା ନାହିଁ ମୁଁ ଟିକେ ଅଛି ଘର ଅଛି ଲୋ ବା ଘର ଅଛି ନଣ୍ଡା ଭଲ ବା ଭଲ ହେଇକି ଦେଖୁନୁ ଯା ଭଲ କି ଦେଖିବି ଆରେ ଦେଖ ଭଲ କି ଦେଖ ଯାଉନୁ ମୁଁ ଅଛି ବା ଯା। ଜାଣିଛି ଆଜ୍ଞା ଆପଣଙ୍କର 3 ମାସ ହେଲା ସୁଧ ଟଙ୍କା ଦିଆ ହେଇନି। ପୁଅ ମୋର ଆସିବାର ଅଛି। ପୁଅ ମୋର ଆସିଲେ ଆପଣଙ୍କର ସବୁ ଟଙ୍କା ସୁଝିଦେବି। କାଲି ସକାଳ ସୁଦ୍ଧା ଯଦି ମୋ ଟଙ୍କା ନେଇ ମୋ ଘରେ ଦେଇନୁ ତେବେ ତାହେଲେ
तो झील को मो घरे छाड़ी दे आसिबु ତମଠୁ ଆମେ ଟଙ୍କା ନେଇଛୁ ବୋଲି ତମେ ଆମ ଘରକୁ ଆସି ଅବସ୍ଥାନ କରିବୁ ତମକୁ ଆମେ ଛାଡ଼ିଦେବୁ କାଇଁ ତମେ ଏମିତି କିଏ କି କାଇଁ ତୁ ଏମିତି କିଏ କି ସଳା ବୋପା ଟଙ୍କା ନେଇଛି ଝିଅଟି ମୁହଁ ଫୁଟାଣି ଦେଖଉଛି ମୁହଁ ଫୁଟାଣି ସଳା ଘରେ ନାହିଁ ଭଙ୍ଗା ଖଟ ଝିଅ କହୁଛି ମୁଁ ଆଲିଆ ଭଟ୍ଟ ଆମେ ଦେଇଦେବୁ ଘରେ ନାହିଁ ଶୁଣ ମୋର ବୁଢା କହୁଛି ମୁଁ ନାହିଁ ମନ ସେଇଠି ଠିଆ କହୁଛି ଶୁଣ ପିଡ଼ିଲି ମନ୍ତରେ ମକାନି ଏମିତି ପିଟିବି ଯେମିତି ଗୋବର୍ଷିକୁ ପିଟିଥିଲା ହେମା ମାରିନି उठा बंदूक लगा निशाना बुढ़ा पर जब तक मैं रहूंगा ना तेरा बाप जिंदा रहेगा अरे चा कौन हो कहीं को कुछ घर करे नहीं की अरे चा अरे चा अरे चा आ देखा गई जीवा आ बाहर को ए काली सकाळ सुधा मो टंका देई घरे आसीबू नहले मु तो देहरे पूरा गार पकई देबी चलो अरे चा अरे चा मुझे अरे चा अरे बाहर को आसुन देखा अरे चा मुझे काली सकाळ सुधा जे टंका देइछु तो देहरे गार पकई देबी बुझलो आ अरे जा जा आमे गरीब हेलु बोली आमर को मान सम्मान किछि नहीं बापा मुझे छेड़ी ताको गलु गुटी अत्ता बापा गलु गुटी 10 केजी देइछि अत्रा आम घरे के गब्बर सिंह देखौछि तो ठीक करिछु रे मां तो ठीक करिछु हम पुओ चाकरी करि नथिला बोली जिए जहा कहूतिला आमे माथा पाती सब सही नउथिले हेले आउ नुह आम पुओ चाकरी कला दरमा पाइला सब टंका आगो सुझिली तापर गोड़ पर गोड़ पके बेस आराम से बची खाइबी बापा बापा भाउज आसलेनी भाउज तम दुई जन आइस अधिक एबे हमें तम कथा होतलु देखिला बापा भाई कथा हो भाउज आसिक पहुंच गले अरे डाक चाई काठिया महांती को से बे बेसी बाटो जाई नथिबो ता हातरे आगो सब टंका धरैबी तापर जाइतान मोर कथाबार्ता अरे भारी कहिला वाला कहिला कोना काली सकाळ टंका नथले तो झियो को नै छाड़ी देई आछबू अभद्र छोटला एमा अरे डाक चाई काठिया महांती को भाउज तमे आसिल हेले भाई कुआडे गले नहीं तम भाई तू कौन जानिनु कि तो भाई घर को आसिले से को घर पाखरे रहे कहलु अरे 6 मास परे परे से घर को फेरिची को सांग साथी रे बसी गपुथिबो नहीं बापा नहीं मने भाउज भाई आसिले तमे एका आसिच बापा तमे एका आसिच भाउज नहीं बापा बापा देखिल भाउज के एका चली आछुंती अरे ना बुझिली नुआ नुआ चाकरी करिछि तो छुट्टी पाई नथिबो सेहिति पाई बहु हातरे सब टंका पैसा देई बहु को पठै देछि ए ना अरे बहु पर केते बेलु आसिलेनी जा तांकु कोन दिटा खाइबा को देबो जा चलो भाउज तमे आसीबो बोली बापा सकाळु सकाळु जे खुशी काका को देसी माछ आनिचंती आ से देसी माछ को मामूला बेसर दे रांधी देछि चलो भाउज आमे नणंद भाउज मिसे खाइ दबा अरे चलो अरे माँ मुंडा माछ खंडटा मो पाई रखी थी रे नहीं बापा नहीं आम घरे आइस हबनी आइस हबनी काहे की भाउज आइस हबनी आज पूरा तकर 3 दिन तो भाउज कार 3 दिन ए माँ अरे कहार 3 दिन आमे आमिष खाइबनी तो
তোর এই কথা শুনিলা বেলকু মোর ছাতি ভিতরটা কোন নাই কোন হয়ে যাଉଛି এ মা কাହାର 3 দিন କୁହ ଭାଉଜ ଯାହା କହିବାର ଅଛି ମତେ ସିଧା ସିଧା କୁହ ଏ ମା ଆରେ ତୁ ଚୁପ୍ କାହିଁକି ରହିଲୁ କହ ମା କହ କାହାର 3 ଦିନ ଆମେ ଆମିଷ ଖାଇବାନି କାହିଁକି ତୋର ଏଇ କଥା ଶୁଣିଲା ବେଳକୁ ମୋ ଛାତି ଭିତରଟା କୋନ ନାହିଁ କୋନ ହେଇଯାଉଛି ଭାଉଜ ତମେ ଜାଣିଛ ବାପା ଜଣେ ହାର୍ଟ ପେସେଣ୍ଟ ଏ କଥା ଜାଣିଲେ ତାଙ୍କ ଅବସ୍ଥା କଣ ହବ କହ ମା କହ କାହାର 3 ଦିନ ମୋ ଭାଇ କୁଆଡ଼େ ଯାଇଛି ତମେ ମୋ ଭାଇ ସାଥିରେ ଆସିଛ ନା ତମେ ଏକା ଆସିଛ ଏ ମା ଆରେ ତୁ ମୂକ ପାଲଟି ଗଲୁ ନା କଣ ତୁ ଆସିବା ପରଠାରୁ ଆମ ବାପ ଝିଅ ଦିଟା ତତେ ପଚାରି ଚାଲିଛୁ କହ ମା କହ ଏ ମା ବୋହୁ ପରେ କେତେବେଳୁ ଆସିଲେଣି କୁହ ଭାଉଜ ମୋ ଭାଇ କୋଉଠି ଅଛି ଆରେ ସେ ଥିଲେ ତ ଆସିଥାନ୍ତେ କଣ କହିଲ ଭାଉଜ ସତ କହୁଛ ମୋ ଭାଇ କୋଉଠି ଅଛି ଆରେ ସତ କୁହ ମୋ ଭାଇ କୋଉଠି ଅଛି ଆରେ କିଛି କହୁନ କାହିଁକି ଆରେ ସତ କୁହ ମୋ ଭାଇ କୋଉଠି ଅଛି ଭିତରକୁ ଆସ ଏ ମା ପୁଅ ପୁଅ ସହିତ ଦିନ କେଇଟା ରହିଗଲୁ ବୋଲି ତୁ ତାଠାରୁ ସବୁ ବଦମାସି ଶିଖିଗଲୁ ନା ତୁ କେତେ କଣ ଭାବି ଦେଇଥିଲି ରେ ମା ହେ ଠାକୁରେ ମତେ କ୍ଷମା କରିଦେବ ଠାକୁରେ ମତେ କ୍ଷମା କରିଦେବ ଏ ମା ବୋହୁ ପରା କେତେବେଳୁ ଆସିଲାଣି ଯା ତାଙ୍କୁ କଣ ଖାଇବାକୁ ଦବୁ ଯା ମୁଁ ଗାଧେଇ ଆସୁଛି ଯା ବାପା ମୁଁ ଜାଣିଛି ରେ ମା ରାତିକୁ ଅଟା ଆଣିବି ସବୁ ଆଣିବି ବାପା ଆସ এই দেখো বাপা এই মো জগন ভাই নো ভাউজ মিছ কହୁଛନ୍ତି দেখো বাপা দেখো କିଏ ନୁହ ପୁଅ ନୁହ ବୁଆ ପୁଅ ମୋ ଘରକୁ ଆସିଲେ ଗୋଡ଼ ଧରି ମୁଣ୍ଡିଆ ମାରିବ କିଏ ପୁଅ ବୁଆ ପୁଅ ନୁହ ଏ ବାବୁ କିଏ ତମେ କିଏ ବାବୁ ବହୁତ ଲୁଚ କାହିଁ କେଲ ଭାଉଜ କହିବାର ଗୋଟେ ସୀମା ଥାଏ ସତ କୁହ ମୋ ଭାଇ କୋଉଠି ଅଛି ଏ ଲୋକଟା କିଏ ସେମାନେ ପଟେ କଣ ପଚାରୁଛନ୍ତି ଦଉନ ତାଙ୍କ ପ୍ରଶ୍ନର ଉତ୍ତର ଦିଅ ତାଙ୍କୁ କାହିଁକି ପଚାରୁଛ ତମେ କହୁନ ତମେ କଣ ଜାଣିନ କି ଆରେ ପୁଅ କେମିତି ଜାଣିଛି ସେ ମୋ ସ୍ୱାମୀକୁ କାହିଁକି ମାରି ଭଗବାନଙ୍କ ନାଁରେ ମୁଁ ଶପଥ କହୁଛି ମୁଁ ଜଗନକୁ ମାରିନି ଆରେ ଜଗନର ପ୍ରକୃତ ହତ୍ୟାକାରୀ ମୁଁ ନୁହେଁ ତାମାନେ ମୋ ଜଗନ ଆରେ ବିଧାତା ବାପା ଆମେ ବି କଣ କରିବା ବାପା ସେ ମହାନ୍ତି ବୁଢ଼ାକୁ ମୁଁ ମାଟ ମାରିଛି ସେ ଧମକ ଦେଇଯାଇଛି କାଲି ସକାଳେ ସୁଦ୍ଧା ମୋର 100 ଟଙ୍କା ନଦେଲେ ସେ ମତେ ଉଠେଇ ଦବ ବାପା ସବୁ ଆମରି ଭାଗ୍ୟ ଲୋ ଝିଅ ଅତି ଏକଥାରେ ଆମ ଘର ଚଳୁଥିଲା ସବୁ ଟଙ୍କା ସୁଝିଦେବି ବୋଲି ଭାବିଥିଲି ହେଲେ ମୋ ପୁଅ ଏବେ ଅଧା ପେଟରେ ରହୁଛି କଣ ଖାଇବା କେମିତି ବଞ୍ଚିବା ବାପା ଏମିତି ମରୁ ମରୁ ବଞ୍ଚିବା ଅପେକ୍ଷା ମରିଯିବାଟା ବହୁତ ଭଲ ବାପା ଆସ ବାପା ଆମେ ସମସ୍ତେ ମରିଯିବା ମୋ ଭାଇ ତୋର କି ଦୋଷ କରିଥିଲା ଆମ ଆଶା ଭରସାକୁ
କାହିଁକି ଆରେ କାହିଁକି ତମେମାନେ ମତେ ପଚାରୁଛ? ମୁଁ ତ ଏବେ ନିଜେ ନିଜକୁ ପଚାରିବା ଆରମ୍ଭ କରିଦେଇଛି। କହ ସତ୍ୟପ୍ରଧାନ, କାହିଁକି ତୁ ଜଗନକୁ ମାରିଲୁ? ଆରେ କାହିଁକି ଜଗନକୁ ମାରି ଗୋଟେ ସୁନାର ସଂସାରକୁ ତୁ ଛାରଖାର କରିଦେଲୁ? ହେଲେ ମୋ ଭିତର ଆତ୍ମାଟା କହୁଛି ତୁ ଏମାନଙ୍କ ପୂଜାରେ ତୁ ମଣିଷ ମାରିନୁ। ଆରେ ତୁ ଖୁଣ୍ଡୁ ନୁହେଁ। ଏମାନେ କେହି ମତେ ବିଶ୍ୱାସ କରୁନାହାନ୍ତି। କଣ କରିବୁ? କଣ କରିବୁ? ତୁ ଯେମିତି ଗୋଟିଏ ପରିବାରକୁ ଦୁଃଖ ଦରିଦ୍ରକୁ ଠେଲି ଯାଇଛୁ, ତୁ ସେମିତି ମରିବ। ଛଟପଟ ହେଇ କହିବୁ, ଆସ ତମ ପାଖକୁ ମତେ ନେଇଯାଅ। ସେତେବେଳେ ଆମେ ସମସ୍ତେ ହସୁଥିବୁ ରେ ଭାବିବୁ। ଆମେ ସମସ୍ତେ ହସୁଥିବୁ। ମୁଁ କିନ୍ତୁ ସେଟା ଦିନ ଅପେକ୍ଷା କରିପାରିବିନି। ଏଇଟା ଯେମିତି ମୋ ଭାଇକୁ ମାରିଦେଇ ଆମ ସୁନା ସଂସାରକୁ ଚୂନା କରିଦେଇଛି, ଏଇଟାକୁ ମୁଁ ସେମିତି ମାରିଦେବି। ଏଇଟାକୁ ମାରୁ ମାରୁ ମାରିଦେ। ସେ ମୋ ପୁଅକୁ ମାରିଛି, ସେଇଟା ମରିବା ଦରକାର। ତାକୁ ମାରୁ ମାରୁ ମାରିଦେ। ଆପଣମାନେ ମତେ କାହିଁକି ବିଶ୍ୱାସ କରୁନାହାନ୍ତି? ମୁଁ ତ ସତ କହୁଛି, ମୁଁ ଜଗନକୁ ମାରିନି। କଣ କଲେ ଆପଣ ମତେ ବିଶ୍ୱାସ କରିବେ? ଆରେ ମୁଁ ଏକଲବ୍ୟ ଜାଗାରେ ନାହିଁ ଯେ ଆଙ୍ଗୁଠି କାଠି ଆପଣମାନଙ୍କୁ ମହାରଥୀ କର୍ଣ୍ଣଙ୍କ ଜାଗାରେ ନାହିଁ ଯେ କୁଣ୍ଡଳ ଦାନ କରି ଆପଣଙ୍କୁ ମୁଁ ପ୍ରମାଣ ଦେବି। ମୁଁ ସତ କହୁଛି, ମୁଁ ଜଗନର ପ୍ରକୃତ ହତ୍ୟାକାରୀ ନୁହେଁ। ମତେ ବିଶ୍ୱାସ କର, ମୁଁ ଜଗନକୁ ମାରିନି।